जय जगन्नाथ। ओडिशार यूट्यूब चैनल माध्यम देखिपा शुणिपा समस्त जगन्नाथ प्रेमी एवं मोर श्रद्धेय भाई और भौणी माने आज जगत गुरु ठाकुरंकर दुईटी भजन को आम पाठ करवा जो द्वापर जुगरे भगवान श्रीकृष्ण तांकर राधादि सखी मानू कलिजुगरे तांकर लीला पाई देथिबा संकेत बा ठार विषय रे आमे आलोचना करबा। तो जेते बेले गोपी माने प्रभु को विभिन्न प्रकार रस रे आप्यायित करथिले राहस रे मातिथिले सेते बेले भगवान कहिले जे मु आउ बेसी समय गोपपुर रे रही परिबि नाही। तो समस्ते कहले प्रभु आपण बिना तो आम बंची पारूँ तेणु आमको आपण सहित ने से कहले नाई मु तुम मान पाखर केवे भी दूरे जीवी नहीं। मु गोटे मंत्र देउची जो मंत्र द्वारा मत तुम पाखे सब बेले तुम अनुभव कर मु तुम पाखर कदापि दूरे जाई नहीं। तापर से मंत्र प्रदान करने पूर्वक जेते बेले सखी माने जो कुंजरे जो सखी माने रहंती से सहित राहस समय से गोटे गोटे ठार देइछंती कलिजुगरे केमती प्रभु को से चिन्ह पारे केमती भेट हम एवं से देइथिबा कथा को केमिति रखिबे बा किपरि भाव भक्त भगवान मिलन हम। चंपक लता कथा कहु चंपक चंपा वृक्ष मूल प्रभु चंपक लता को कौन कही चंपक वृक्ष मूले रही डाके कले चंपक लता सखी बोले चक्रवार मध्यरे चाहिछि उजागरे चातक पक्षी दीक्षा अच्छी धरी हे प्राण बंधु। तेणु चंपकलता सखी कहते जे हे केशव हे माधव हे पुंडरीकाक्ष हे गोविंद हे दामोदर आपण मते चंपा वृक्ष मूल द्वापर जुगरे गोटे कथा कही से मंत्र एवं जंत्र सब मोर मन अच्छी चक्रवाड़ मध्य रही चाहिछि उजागरे शरीर गोटे चक्रवाड़ बोली गोटे स्थान अच्छी से चक्रवाड़ मध्य मु सबुबले मो चेता को लेकिन से रखिकी मु सबुबले ध्यानस्थ हो रही चातक पक्षी दीक्षा धरी। चातक पक्षी दीक्षा कौन ना चातक पक्षी से भूमि रे मिलुथिबा जल को से पान करे ना से पछे मरी जाऊ किंतु से आकाश रे उड़ी उड़िका आकाश रु वर्षा हम से वर्षार जल को पान करे। तेणु से सीधा सड़क तेणु भक्त कौन करिवो ना सेमती से प्रभु को चाहि रही प्रभु को कृपा नहेबा पर्यंत सी नदी नाल जेते झरणा सागर केउ जले तृषा न मेटई मोर एका तुम्भ कृपा जले मेंटीव मो शोष। जे पर्यंत जीवर यही विषय परिपूर्ण विभिन्न प्रकार विषय रस जिते निमज्जित हो जाउथिबो ताले से प्रभु को कृपा को कहीं आशा करी आउ जे प्रभु को कृपा को आशा करिछि ए विषय से भल लगे नहीं।
ତେଣୁ ଚାତକ ପକ୍ଷୀ ଏ ଭୂମି ଜଳକୁ ପାନ ନ କରିକି ସେ ସେଇ ଆକାଶକୁ ଚାହିଁ ରହିଥାଏ। ଆକାଶରୁ ଯେତେବେଳେ ନୀର ଝରିବ ସେ ତାକୁ ପାନ କରିବ ଏବଂ ତା'ର ଶୋଷ ମେଣ୍ଟିବ। ନହେଲେ ବର୍ଷା ନ ହେବା ପର୍ଯ୍ୟନ୍ତ ଯଦି ଚାତକ ଭୂମି ଜଳକୁ ପାନ କରୁଥାନ୍ତା ତାହେଲେ ଆକାଶରୁ କାହିଁକି ବର୍ଷା ହୁଅନ୍ତା? ଯଦି ବର୍ଷା ହେବାର କିଛି କାରଣ ଥାଏ ତାହେଲେ ସେ ଜଳଙ୍କ ପାଇଁ ହୁଏ। ବର୍ଷା ନହେଲେ ଚାତକ ପକ୍ଷୀ ମରିବ। ଆଉ କାହିଁକିନା ଚାତକ ତ ଭୂମି ଜଳକୁ ପାନ କରେ ନାହିଁ। ଲୋଲୁପ ନାହିଁ ମୋର ଠାରେ କିବା ତୁମ୍ଭର, ବେଳ ଆଉ ନାହିଁ ଦେଲି ଠାରି ହେ ଦୈତ୍ୟରି। ପୁଣି କହୁଛନ୍ତି ଚମ୍ପକଲତା ଯେ ଲୋଲୁପ ନାହିଁ, ମୋ ଠାରେ କ'ଣ ଆପଣଙ୍କର ଲୋଭ ନାହିଁ? ମୁଁ ଯୁଗ ଯୁଗରୁ ଆପଣଙ୍କୁ ଅପେକ୍ଷା କରି ରହିଛି ଏଇ କଳିଯୁଗରେ ସେ ଯେଉଁ ଗୁଜରି ରାହାସ କରିବା ପାଇଁ। ଆଉ ତ ସମୟ ନାହିଁ। ହେ ଶ୍ଵେତ ପଦ୍ମ ଡୋଳା ବାଣ୍ଟିବ ଆସ କଳା। କିଏ କେଉଁ କଳାରେ ଅଛି ବା କାହାକୁ ଆପଣ କେଉଁ କଳା ଦେବେ? କିଏ କେଉଁ ଯେଉଁ ଆମର 50 କଳା ଅଛି, ସେ 50 64 କଳା ରହିଛି, ସେଥିରୁ 16 କଳା ରହିଛି, 32 କଳା ରହିଛି। ପ୍ରଭୁ କାହାକୁ କେତେ କଳା ଦେବେ, କିଏ କେଉଁ ଭକ୍ତ ହେବ, ସେଇ କଥା ପ୍ରଭୁ ଆସିକି ନିଜେ ଚିହ୍ନଟ କରିଦେବେ। ତେଣୁ ସେଇ କଥା କହୁଛନ୍ତି ଚମ୍ପକଲତା ଯେ ବେଳ ତ ଆଉ ନାହିଁ ଦେଲି ଠାରି, ହେ ଶ୍ଵେତ ପଦ୍ମଡୋଳା ବାଣ୍ଟିବ ଆସ କଳା, ତୋ ବିନା ବସି ଅଛି ଅନ୍ଧ ପରି। କଳି 500 ବରଷ ହେଲା ଶେଷ, ପଞ୍ଚଦଶେ ବସି ଚାହିଁ କରି। ତେଣୁ କ'ଣ କହିଲେ? କହିଲେ କଳି 500 ବର୍ଷ ଭୋଗ ସରିଛି। ପ୍ରଭୁଙ୍କର ପାଦ ପଦ୍ମ ଚିହ୍ନ ଏ ପୃଥିବୀ ପୃଷ୍ଠରେ ଥିବା ପର୍ଯ୍ୟନ୍ତ, ଦ୍ୱାପର ଯୁଗର ଶେଷ ସମୟରେ ପ୍ରଭୁଙ୍କର ପାଦ ପଦ୍ମ ଚିହ୍ନ ଥିବା ପର୍ଯ୍ୟନ୍ତ ଭୂମି ଉପରେ କଳି ପ୍ରବେଶ କରିପାରିନଥିଲେ। ମହାଭାରତ ଯୁଦ୍ଧ ହେଲା ବେଳକୁ, ମାନେ ପରୀକ୍ଷିତ ରାଜା ହେଲା ବେଳକୁ 1200 ବର୍ଷ କଳି ଭୋଗ ହୋଇଯାଇଛି। ତେଣୁ ପଦ୍ମ ପୁରାଣରେ ଆଉ ସୂର୍ଯ୍ୟ ପୁରାଣରେ ଇତ୍ୟାଦିରେ ଆମର ସବୁ ବର୍ଣ୍ଣନା ହେଇଛି ଯେ କଳିଯୁଗ 500 ଭୋଗ ହେବ। 4,32,000ରୁ ବିଭିନ୍ନ ପ୍ରକାର ପାପ ତାପ ଅନ୍ୟାୟ ଅନୀତି ଯୋଗୁଁ କ୍ଷୟ ହେଇଯିବ। କ୍ଷୟ ହେଇଗଲା ପରେ ଯେମିତିକି ମୋ ପାଖରେ 5,000 ଟଙ୍କା ଅଛି, ମୁଁ ଯଦି ତା'ର ଦୁରୁପଯୋଗ କରିବି ସେ ଦିନକୁ ଦିନ କ୍ଷୟ ହେଇ ଚାଲିବ। ତା'ର ଯଦି ସଦୁପଯୋଗ କରିବି ତା'ର ବୃଦ୍ଧି ଘଟିବ। ତେଣୁକରି ଯେହେତୁ କଳିଯୁଗରେ ଏସବୁ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ହେବ, ତେଣୁ ସେଥିରେ କଳିଯୁଗର ଆୟୁଷ ହାନି ହୋଇ 5,000 ବର୍ଷ ମାତ୍ର ହେବ। ତେଣୁ ଏଠି ଚମ୍ପକଲତା କହୁଛନ୍ତି ଯେ କଳିଯୁଗର 500 ବର୍ଷ ଭୋଗ ହୋଇସାରିଛି। ଆଉ ଗୋଟେ 5,000 ମହାପୁରୁଷ ଅଚ୍ୟୁତ ମଧ୍ୟ ଯେଉଁ 5,000 କଥା କହିଲେ, କାହିଁକି 5,000ଟା କୁହାଯାଇଛି? ନା ଆମର 6ଟା ଚକ୍ର ଭିତରେ 5ଟା ଫାଙ୍କ। ତେଣୁ 6ଟା ଚକ୍ର ଭିତରେ 5ଟା ବ୍ୟବଧାନ। ଆମର 2ଟା ହାତ ଭିତରେ ଗୋଟେ ବ୍ୟବଧାନ। ଯଦି ତିନିଟା ମାଇଲ ଖୁଣ୍ଟ ଆମେ ପୋତିବା ତାହେଲେ 2ଟା ବ୍ୟବଧାନ ହେବ। ତେଣୁକରି 6ଟା ଚକ୍ର ଭିତରେ 5ଟା ବ୍ୟବଧାନକୁ କୁହାଯାଏ ପଞ୍ଚକୋଶ। ତେଣୁ ଏ ପଞ୍ଚକୋଶକୁ ଯେତେବେଳେ ଆମେ ଜୀବନୀ ଶକ୍ତି ରହିତ କରିଦେବା, ଶୂନ୍ୟ କରିଦେବା, ତାପରେ ଶୂନ୍ୟ ଶୂନ୍ୟ ମହାଶୂନ୍ୟ, 3ଟା ଶୂନ୍ୟ। ଦ୍ୱିତୀୟ ଶୂନ୍ୟଟା ହେଉଛି ଦଶକ ଘର ଅଙ୍କ, ତୃତୀୟ ଶୂନ୍ୟଟା ହେଉଛି ଶତକ ଘର, ନାହିଁ ଆମର 1000 ଘର ଅଙ୍କଟା ହେଲା 5, ଶତକ ଘର ହେଲା ପ୍ରଥମ ଶୂନ୍ୟ, ଦଶକ ଘର ହେଲା ଦ୍ୱିତୀୟ ଶୂନ୍ୟ, ଏକକ ଘର ହେଲା ଶେଷ ଶୂନ୍ୟଟା। ଯଦି ଆମେ ସହସ୍ର ଘର ଯିବା ତାହେଲେ ଏକକ ଘର ଶୂନ୍ୟକୁ ଯେତେବେଳେ ଆମେ ଯିବା ସେ ହେଉଛନ୍ତି ମହାଶୂନ୍ୟ। ସେଇଠି ଆମେ ପ୍ରଭୁଙ୍କ ସହିତ ଭେଟ ହେବା। ତେଣୁ ଚମ୍ପକଲତା ଦେବୀ କହୁଛନ୍ତି ଯେ 5,000 ବର୍ଷ ସରିଯାଇଛି। ପ୍ରଭୁ ତ ଦ୍ୱାପର ଯୁଗଠାର ହୋଇଛି କି ପାଶର, ତପସ୍ୟା କରିଅଛୁ ଅନୁସରି। ଦ୍ୱାପର ଯୁଗରେ ଆପଣ ମୋତେ ଯେଉଁ ଠାର ଦେଇଥିଲେ, ସେତେବେଳେ ଆମର ମନର ଭାବଟାକୁ ପ୍ରକାଶ କରିବା ପାଇଁ ହେଲେ ଆମେ କେବଳ ଯେ କଥା କହିକି କରିପାରୁଛେ ସେ ନୁହେଁ।
मेसेज दे परिया बा आम चिठी पत्र लिखिपर बा फोन रे बर्तमान कथा आशा हो पार्छ मुखर किसी कहनी तार अच्छे ठार और गार कथा तेणुक से कौन ठार देते चंपकलता से ठार कथा प्रभु मन पकई दूसरे प्रभु आपण कौन से आपण मत जो ठार देते जो संदेश देते कौन आप भूलीगले मु तो आपण कथा अनुसार तपस्या करके बसी रही डाकई अभिराम स्ताप त्रिपाद धर्म रोगी होइछि आस धनंतरी तेणु प्रभु को झुरी झुरी भक्त माने समस्ते अन्याय अनीति सब सही प्रति होता कष्ट प्रति होता पीड़ा प्रति होता जो जहाँ से पाइबा कथा कर्म अनुसार से वंचित होती तेणु ये सब सहीकि भक्त माने अनेक अच्छा चातक पक्षी भाया प्रभु कौदिन कृपा वृष्टि करेंगे। कृष्ण हे कृपा बरसा कर भक्त कहे आपणकर कृपा बरस वृष्टि कले तापर जाकि भक्त मान सब शांत हे सबू तापित होता मनरे शीतलता भरी आस आउ जड़े देवी कौन कहते पद्मनयन कुपतित कही छद्मन कर रे गोसाई छद्म देह कुंजे विजय कर मन बुद्धि की दूर कर मोर हे मदन रिपुंकु सेबी हे मदन रिपुंकु सेबी हे बदन चंद्रंकु पति करबाको बर पाई थिली भाबी हे बर पाई थिले भाबी हे सखी कहते हे ठाकुरे मु आपण कहवा अनुसार मदन रिपुंकु सेवी मदन रिपु होती किए ना मदन हेले कामदेव कामदेव को किए भस्मीभूत करते ना भगवान शिव तेणु भगवान शिव को मु सेवा करी भगवान शिव कौट रही ना 16 दल कंठचक्र रही तेणुक ध्यानस्थ हवा भितर मु 16 दल जो कंठचक्र को जा भितर आमर गोटे अच्छी लालन चक्र विशुद्ध चक्र उपर लालन चक्र तेणु कंठचक्र प्रभु बसी सब महोदक शिवलिंग उपर सब पड़ू से जो मकरंद आसिले आग प्रथम शिव ही भगवान शिव ही ताकू आकंठ पान कर तेणुक कंठरे रही प्रभु तेणु कहले मदन रिपु कहले भगवान शिव को सेवा करी मु बदन चंद्र कहले भगवान श्रीकृष्ण तेणु भगवान श्रीकृष्ण को मोर स्वामी रूप में पाइबापी मु भगवान शिव बर पाई गोगुण दुआरे करुछलीला गोपी वल्लभ हे अर्जुन सला गोलाकारे बसिछ प्राणनाथ गोलाहाट परे सबु संकेत हे गोपाल मूरति होई हे गोपाल मूरति होई हे गोविंद हे गुप्ते भोजन करुछ सकल घटरे रही हे गोपाल मूरति होई हे पुणी सखी कहले कहले ठाकुरे आपण मते कहवा अनुसार आम समस्त को आपण जो ठार जो मंत्र जो जंत्र आमको सब बुझे देकी जाइछन्ति गोपपुर रे
ତ ଆପଣ ଗୋଲା ଆକାରରେ ବସିଛନ୍ତି। ଗୋଲା ହାଟ ପରେ ସେ ଯେଉଁ ଗୋଲା ହାଟ ଉପରେ, କାହିଁକି ତାକୁ ଗୋଲା ହାଟ କୁହାଯାଉଛି? ହାଟରେ କ'ଣ ହୁଏ ନା ବାଣିଜ୍ୟ ବ୍ୟବସାୟ ହୁଏ। ଜଣେ କିଛି ବିକ୍ରି କରିବ, ଆଉ ଜଣେ କିଛି କିଣିବ। ତେଣୁ କିଣା ବିକା ବା ପଣ୍ୟ ବିନିମୟ ଯେଉଁଠି ହୁଏ, କିଛି ଦେବା ଆଉ କିଛି ଆଣିବା ଏବଂ ତା'ର ମୂଲ୍ୟ ଚୁକ୍ତ କରିବା। ତେଣୁ ସେ ଯେଉଁ ଗୋଲା ହାଟରେ କେଉଁ ଜିନିଷର ଅଦଳ ବଦଳ ହୁଏ ବା ବାଣିଜ୍ୟ ସେଠି ହୁଏ, ସେଇ ଗୋଲା ହାଟରେ ସେ ପ୍ରଭୁ ଗୋଲାକାରରେ ମାନେ ଗୋଲେଇ ହେଇକି ମାନେ କ'ଣ ଶୂନ୍ୟ ଅଖଣ୍ଡ ମଣ୍ଡଳ, ସେଇ ଶୂନ୍ୟ ଭିତରେ ସେ ବସିଛନ୍ତି। ସେ ଗୋପାଳ ମୂରତି ହେଇକି, ଗୋପାଳ ମୂରତି କହିଲେ କ'ଣ? ସବୁଠାରୁ ଦୁର୍ଲଭ ଦର୍ଶନ। ପରବର୍ତ୍ତୀ ମୁହୂର୍ତ୍ତରେ ଆମେ କେତେବେଳେ ଆଲୋଚନା କରିବା ମାଳତୀ ଦେବୀଙ୍କ କଥା। ପ୍ରଭୁ କେମିତି ଗୋପାଳ ମୂରତି ହେଇକି, ମାନେ ଗୋପାଳ ମାନେ ଦେବ ଦୁର୍ଲଭ ଦର୍ଶନ। ସାଧାରଣ ଜଣେ ଗୋପାଳ ବାଳକ ଭଳିଆ ହେଇଥିବେ, ମୁଣ୍ଡରେ ମୟୂର ଚନ୍ଦ୍ରିକା ଥିବ, ଅଣ୍ଟାରେ ସିଙ୍ଗା ବାଜା ଥିବ, ବଇଁଶୀ ଥିବ, ଆଉ ଖାଦ୍ୟ ପୁଡ଼ିଆ ଥିବ, ଆଉ କସ୍ତୁରୀ ତିଳକ ଥିବ, ପାଦରେ ଘୁଙ୍ଗୁର ବାନ୍ଧିଥିବେ ଯେ ରୁଣୁଝୁଣୁ ହେଇକି ଶୁଭୁଥିବ। ତେଣୁ ସେଇ ଯେଉଁ ଦୁର୍ଲଭ ଦୃଶ୍ୟ, ଦୁର୍ଲଭ ଦର୍ଶନ। ଗୋବିନ୍ଦ ହେ ଗୁପ୍ତେ ଭୋଜନ କରୁଛ ସକଳ ଘଟରେ ରହି। ହେ ଗୋବିନ୍ଦ, ତୁମେ ହିଁ ସମସ୍ତଙ୍କ ଘଟରେ ରହିକି ଗୁପ୍ତରେ ରହିକି ଭୋଜନ କରୁଛ। ଏ କଥା ସମସ୍ତେ ଜାଣନ୍ତିନି। ସମସ୍ତେ ଭାବନ୍ତି ଯେ ମୁଁ ଖାଉଛି, କିନ୍ତୁ ପ୍ରକୃତରେ ଖାଇବାର ଶକ୍ତି ଆମର ନାହିଁ। ପ୍ରଭୁ କେଉଁ ସ୍ୱରୂପରେ ଖାଉଛନ୍ତି, କେମିତି ସମସ୍ତଙ୍କ ଘଟରେ ରହିକି, ତାହା ଭକ୍ତମାନେ ଜାଣନ୍ତି। ସମସ୍ତଙ୍କୁ ଭିଡ଼ିଓରେ କିଛି କହିବା ଆବଶ୍ୟକ ନାହିଁ, କିନ୍ତୁ ଆମର ଯେଉଁମାନେ ଭକ୍ତ ସେମାନେ ଜାଣନ୍ତି ପ୍ରଭୁ କେମିତି ସକଳ ଘଟରେ ରହିକି ଖାଉଛନ୍ତି, ଆଉ ମୋ ନାଁ କେମିତି ମିଛରେ ହେଉଛି। ଆପଣ ଦେଖିବେ ମୁଁ ଏଣୁ ଫଳମୂଳ ଖାଇଦେଲି କି କ୍ଷୀରି ପୁରୀ ଖାଇଦେଲି, ସମସ୍ତେ ଦେଖିବେ ବାଦଲ ଖାଉଛି, କିନ୍ତୁ ପ୍ରକୃତିରେ ମୁଁ କିଛି ଖାଉନାହିଁ, କେବଳ ମୁଁ ଖୁଆଉଛି। ଆଉ କେମିତି ସେ ଖାଇକି ସେ କେମିତି ତାକୁ ଚର୍ବିତ ଚର୍ବଣ କରୁଛନ୍ତି, କେମିତି ଦେହରେ ଆତ୍ମୀକରଣ କରୁଛନ୍ତି, ଏ କଥା କେବଳ ଭକ୍ତମାନେ ଜାଣନ୍ତି। କାହିଁକି ପୁଣି ପରମହଂସ ଠାକୁର ମଧ୍ୟ କହୁଛନ୍ତି କେମିତି ସେ ନିଜେ ଖାଉଛନ୍ତି ଅଥଚ ମୋ ନାଁ ହେଉଛି, ଜୀବ ନାଁ ହେଉଛି, କିନ୍ତୁ ପ୍ରଭୁ ଖାଉଛନ୍ତି। ପୁଣି ପ୍ରଭୁ ବେଳେବେଳେ ଜୀବକୁ ଦୋଷ ଦେଉଛନ୍ତି ଯେ ଆରେ ତୁ ସବୁ ଖାଉଛୁ, କିନ୍ତୁ ଜୀବ ଯଦି ଜାଣିଥିବ ସେ ପ୍ରଭୁ ମୁଁ କ'ଣ ଖାଇଲି, ମୁଁ କେତେବେଳେ ଖାଇଲି, ଯେତେ ବି କର୍ମ ହେଉଛି ମୁଁ କେତେବେଳେ କଲି, କର୍ତ୍ତା ତ ହେଉଛନ୍ତି ଆପଣ। କରଣ କାରଣ ଧରି ଡାକଇ, କରଣ କାରଣ ବୋଲାଉ ତୁହି। ହେ ଠାକୁରେ, ମୁଁ କେମିତି ଦୋଷୀ ହେବି ବା ମୁଁ କେମିତି ପୁଣ୍ୟର ଅଧିକାରୀ ହେବି? କାହିଁକିନା କରଣ କାରଣ କର୍ତ୍ତା କ୍ରିୟା ସବୁ ତ ଆପଣ। କରଣ କାରଣ ଧରି ଡାକଇ, କରଣ କାରଣ ବୋଲାଉ ତୁହି। ଶରଣ ଶରଣ ତୁମ୍ଭ ଚରଣ, ମାରଣ ତାରଣ ଶ୍ରୀନାରାୟଣ। ହେ ହରି ହରିଲ ମୋର ଅଘ, ହେ ହରିଲ ମୋହର ଅଘ, ହେ ଅଭିରାମ ରୂପ ଦେଖି ଅଭିରାମ ହୋଇଣ ଛିଅ ନଘ, ହେ ହୋଇଣ ଛିଅ ନଘ, ହେ। ଠାକୁର ମଧ୍ୟ କହୁଛନ୍ତି ହେ ହରି, ଆପଣ ହେଉଛନ୍ତି ଶରଣର ଶରଣ, ଆଉ ତୁମ୍ଭର ସେ ଯେଉଁ ପାଦ ପଦ୍ମ ସେ ହେଉଛି ମାରଣ ତାରଣ, ସେ ସବୁ କିଛି। ତ ଆପଣଙ୍କ ପାଖରେ ଶରଣ ନେବାରୁ ମୋର ଆପଣ ଅଘ ନେଇଯାଇଛନ୍ତି। ଅଘ କହିଲେ ଚିନ୍ତା, ଅଘ କହିଲେ ଅହଙ୍କାର, ଅଘ କହିଲେ ଏଇ ଘଟ, ଏଇ ଶରୀରକୁ ମଧ୍ୟ ସର୍ବସ୍ୱ ଆପଣ ନେଇଯାଇଛନ୍ତି। ତେଣୁ ଅଭିରାମ ରୂପ ଦେଖି ଅଭିରାମ, ରାମ ଶବ୍ଦର ଅର୍ଥ ହେଉଛି ସୁନ୍ଦର, କିଛି ତାର ଉପମା ନାହିଁ। ରାମ ଶବ୍ଦ ସହିତ ସଂସାରରେ କିଛି ତୁଲ୍ୟ ନାହିଁ। ତେଣୁ ଅଭିରାମ ଅତ୍ୟନ୍ତ ସୁନ୍ଦର।
ମାନେ ସୌନ୍ଦର୍ଯ୍ୟର ସବୁ ସୌନ୍ଦର୍ଯ୍ୟର ସେ ହିଁ ଉପମା ସ୍ଥଳ, ସେ ହିଁ ହେଉଛନ୍ତି ଉତ୍ସ। ତେଣୁ ସେଇଠି ସବୁ ସୌନ୍ଦର୍ଯ୍ୟର ସେ ହେଉଛନ୍ତି ଅସୀମ ସୌନ୍ଦର୍ଯ୍ୟର ଗନ୍ତାଘର। ତେଣୁ ସେଇଠି ସବୁ ସୌନ୍ଦର୍ଯ୍ୟ ଆସିକି ଲୀନ ହୋଇଯାଇଛି। ତେଣୁ ଅଭିରାମ କହିଲେ ଅତ୍ୟନ୍ତ ସୁନ୍ଦର। ତେଣୁ ସେ ଯେଉଁ ଶାନ୍ତ କମନୀୟ ରୂପ, ଯେଉଁ ଦିବ୍ୟ ଜ୍ୟୋତି ଆଭା ମଣ୍ଡଳ, ସେ ଯେଉଁ ପ୍ରଭୁଙ୍କର ସୌନ୍ଦର୍ଯ୍ୟକୁ ଦେଖିକି ପରମହଂସ ଠାକୁର ଅଭିରାମ କହୁଛନ୍ତି, ପ୍ରଭୁ ଆପଣଙ୍କର ରୂପକୁ ଦେଖିକି ମୋର ଅଭିରାମ ହେଉଛି ଅନଘ। ଅନଘ ଅର୍ଥ ଏ ଶରୀରକୁ ତ୍ୟାଗ କରିଦେଇଛି, ସେ ନିଃସ୍ୱ ହୋଇଯାଇଛି। ମାନେ ଆମର ସବୁଠାରୁ ବଡ଼ ସମ୍ପତ୍ତି ବର୍ତ୍ତମାନ ଆମ ଦେହ। ଆମ ଦେହଟି ନଥିଲେ ଆମେ କ'ଣ କରିବା? ତେଣୁକରି ସେ ପୁରା ଦେହକୁ ମଧ୍ୟ ପାଶୋରି ଦେଇଛନ୍ତି। ତେଣୁ ସେ କହିଛନ୍ତି, ପ୍ରଭୁ ଆପଣ ହୋଇଯାଇଛନ୍ତି ଅଘରୀ, ମୁଁ ମଧ୍ୟ ହୋଇଯାଇଛି ଅଘରୀ। ତେଣୁ ସବୁ ଶୂନ୍ୟ ହୋଇଯାଇଛନ୍ତି। ଠାକୁର କହୁଛନ୍ତି ମୁଁ ସବୁ ଶୂନ୍ୟ ହୋଇଯାଇଛି। ତାହେଲେ ଶୂନ୍ୟ ହୋଇଯିବାର ଅର୍ଥ କ'ଣ? ଯେ ପର୍ଯ୍ୟନ୍ତ ଆମେ ଦେହକୁ ନ ପାଶୋରିଛେ, ଦେହକୁ ନ ଭୁଲିଛେ, ଆଗ ତ ସୂକ୍ଷ୍ମରେ ଭୁଲିବା, ମନ ବୁଦ୍ଧି ଚେତାକୁ ମଧ୍ୟ ଭୁଲିଯିବା। ଚେତାକୁ ଭୁଲିଲେ ଆମର ଲାଭ, ଚେତା ରଖିଲେ ଆହୁରି ଲାଭ। ତେଣୁ ମୁଁ ମନେକର ନିଦରେ ଖାଉଛି, ନିଦରେ ଶୋଇକି ରସଗୋଲା ଖାଉଛି। ମୁଁ ଜାଣିପାରୁନି ଅବଶ୍ୟ ରସଗୋଲା ଖାଉଛି ବୋଲି, କିନ୍ତୁ ମୋ ଶରୀର ପାଇଁ ତ ସେ ହିତକାରକ। କିନ୍ତୁ ମୁଁ ତ ରସଗୋଲା ଖାଉଛି ନା ନାହିଁ। ତେଣୁକରି ଚେତା ନ ରହିଲେ ମଧ୍ୟ ଆନନ୍ଦ। ଚେତା ରହିଲେ କ'ଣ ନା ମୁଁ ରସଗୋଲାଟା ଖାଉଛି ବୋଲି ମୋର ସବୁଦିନ ପାଇଁ ମନେ ରହିବ ମୁଁ ରସଗୋଲାଟା ଖାଉଛି। ତେଣୁକରି ଚେତା ରଖିଲେ ମହା ଆନନ୍ଦ। କିନ୍ତୁ ଶରୀରକୁ ଭୁଲିବାକୁ ପଡ଼ିବ, ମନ ବୁଦ୍ଧି ଅହଙ୍କାର ଏସବୁ ନ ଛାଡ଼ିବା ପର୍ଯ୍ୟନ୍ତ। କାହିଁକିନା ପ୍ରଭୁ ତ ସେଥିରେ ନାହାନ୍ତି। ତେଣୁ ଆମେ ସେଗୁଡ଼ା ଯଦି ଆମେ ରଖିବା, ଟିକିଏ ବି ଖାଦ୍ୟ ରଖିଲେ ଆମେ ସେଠାକୁ ଯାଇପାରିବା ନାହିଁ। ଯଦି ଭଗବାନ ସୂର୍ଯ୍ୟନାରାୟଣଙ୍କ ପାଖକୁ ଆମେ ଯିବାକୁ ଚାହିଁବା, ତାହେଲେ ଶରୀର ନେଇକି କ'ଣ ଯାଇପାରିବା? ଠାକୁର ପୁରା କହିଛନ୍ତି ଯେ ଦେହ ଯେଣୁ ମୋ ସଙ୍ଗରେ ଗପି ନ ପାରଇ, ତେଣୁ ଏହି ଶରୀରକୁ ମିଛ ବୋଲି କରେ। ତେଣୁ ସବୁ ଯେତେବେଳେ ଶୂନ୍ୟ ହେବ, ମାନେ ସବୁ ଜିରୋ ହୋଇଯିବ। ଜିରୋରୁ ହିରୋ ହେବେ ଆପଣ, ଜିରୋରୁ ହିରୋ। ଦେଖୁନାହାନ୍ତି କାହା କଥା କହିବା? ଭଗବାନ ବାମନ ଯେତେବେଳେ ବଳିଙ୍କୁ ମାଗିବାକୁ ଯାଇଥିଲେ, ପ୍ରଭୁଙ୍କ ପାଖରେ କ'ଣ ଥିଲା? ସାମାନ୍ୟ ଗୋଟିଏ ସାଧାରଣ ବ୍ରାହ୍ମଣ। ସାଧାରଣ ବ୍ରାହ୍ମଣଟି ଥିଲେ। ସେ ଭିକ୍ଷା ମାଗିଲେ, 3 ପାଦ ମାଗିଲେ, କିଛି ନଥିଲା। 3 ପାଦରେ ଏକାଧରେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ବିଶ୍ୱ ବ୍ରହ୍ମାଣ୍ଡ ସବୁ ତାଙ୍କ ପାଦ ତଳେ। ଜିରୋରୁ ହିରୋ ଭଗବାନ ରାମଚନ୍ଦ୍ର ପୁରା ନିଃସ୍ୱ ହୋଇଗଲେ। ମାନେ ବସ୍ତ୍ର ଟିକେ ବି ପିନ୍ଧିବେନି, ବକଳ ପିନ୍ଧିବେ, କେଉଁ ଘରେ ରହିପାରିବେନି, କାହା ଘରେ ଆସି ବିଶ୍ରାମ ନେଇପାରିବେନି, ଖାଦ୍ୟ ଖାଇପାରିବେନି, ଶୁଖିଲା ଫଳମୂଳ ଜଙ୍ଗଲରେ ଯାହା ମିଳୁଛି ତାହା ହିଁ ଖାଇବେ, କୌଣସି ରାଜାଙ୍କ ଉଆସରେ ଯାଇକି ରହିପାରିବେନି, ପୁରା ଜିରୋ। ପୁଣି ତାଙ୍କ ପାଖକୁ ପୁଣି ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ନାୟକ ସିଏ ହେଲେ। ସେ ପୁଣି ସବୁଯାକ ଆଧିପତ୍ୟ କ୍ଷମତା ସବୁ ତାଙ୍କ ପାଦ ତଳେ ଆସିକି ରୁଣ୍ଡୀଭୂତ ହେଲା। ଭଗବାନ ଶ୍ରୀକୃଷ୍ଣ ତାଙ୍କ ଜନ୍ମରୁ ଜିରୋ, ତାଙ୍କ ହାତରେ କିଛି ନାହିଁ। ଯିଏ ଜିରୋ ସେ ହେଉଛି ହିରୋ। ଯିଏ ଜିରୋ ସେ ଜିରୋ ସାଥିରେ ମିଶିବ। ତେଣୁ ପ୍ରଭୁ ହେଉଛନ୍ତି ଗୋଟାଏ ବଡ଼ ଜିରୋ, ଆମେ ହେଉଛେ ଗୋଟିଏ ଛୋଟିଆ ଜିରୋ। ତେଣୁ ଏ ଛୋଟିଆ ଜିରୋ ଗୁଡ଼ା ଆମେ ସବୁ ଧସେଇ ହେଇକି ଠେଲି ହେଇକି ସେ ବଡ଼ ଜିରୋ ଭିତରେ ମିଶିବା। ଆଉ ଶୂନ୍ୟ ତ ଏଭଳିଆ ଜିନିଷ ଯେ ଶୂନ୍ୟରୁ ଶୂନ୍ୟ ନେଲେ ହେଇ ଶୂନ୍ୟ, ଶୂନ୍ୟକୁ ଶୂନ୍ୟରେ ଗୁଣିଲେ ସେଇ ଶୂନ୍ୟ, ଶୂନ୍ୟକୁ ଶୂନ୍ୟରେ ମିଶେଇଲେ ସେଇ ଶୂନ୍ୟ। କିନ୍ତୁ ଶୂନ୍ୟକୁ ଶୂନ୍ୟରେ ଭାଗ କରାଯାଇପାରିବ ନାହିଁ। ସେ ହେଉଛି ଗୋଟେ ସବୁଠୁ ବଡ଼ ମିଛ, ଗୋଟେ ନିରର୍ଥ କଥା। ଇଏ ହେଉଛି ମ୍ୟାଥମେଟିକ୍ସ କଥା। 0/0 ହୋଇପାରିବ ନାହିଁ। ଲବଟା 0 ହେଲେ ଚଳିବ। ମାନେ ଶୂନ୍ୟକୁ ଆମେ ଭାଗ କରିପାରିବା, ମାନେ ଭାଗ କ୍ରିୟାଟା ହେଇପାରିବନି। ମୁଁ ଟିକେ ପୂର୍ବରୁ ଯେଉଁ କହୁଥିଲି ଭାଗ କ୍ରିୟାଟା ହେଇପାରିବନି, କିନ୍ତୁ ଭାଗ କରାଯାଇପାରିବ। କିନ୍ତୁ ତା'ର ହରଟା 0 ହୋଇପାରିବ ନାହିଁ। ସେ ହେଉଛି ନିରର୍ଥକ। ମ୍ୟାଥମେଟିସିଆନ୍ ମାନେ ସମସ୍ତେ କହିଛନ୍ତି। ତେଣୁ ମାନେ କ'ଣ, ମୁଁ ଗୋଟେ ଶୂନକୁ 5 ଜଣଙ୍କ ଭିତରେ ବାଣ୍ଟିଲି, ଆଉ ଗୋଟେ ଶୂନକୁ ଶୂନ୍ୟ ଲୋକମାନଙ୍କ ଭିତରେ ବାଣ୍ଟିଲି, ଏଇଟା ଗୋଟେ ମିଛ କଥା ନୁହଁ। ତେଣୁ ହରଟା ଯାହାହେଲେ ଗୋଟେ ସଂଖ୍ୟାବାଚକ ହେଇଥିବା ଦରକାର। ତେଣୁ ଶୂନ୍ୟକୁ ଶୂନ୍ୟ ଦ୍ୱାରା ଗୁଣିଲେ ସେଇ ଶୂନ, ମିଶେଇଲେ ଶୂନ, ଫେରିଲେ ଶୂନ। କିନ୍ତୁ ହରଣ ଭାଗ କରାଯାଇପାରିବ, କିନ୍ତୁ ଭାଗ କ୍ରିୟା ହେଇପାରିବ। ଏହା ହେଉଛି କଥା।
ତେଣୁ ଭଗବାନ ଶ୍ରୀକୃଷ୍ଣ ତାଙ୍କ ଜନ୍ମରୁ ଶୂନ୍ୟ। କ'ଣ ଥିଲା ତାଙ୍କ ପାଖରେ? ତାଙ୍କ ବାପା ମା ଥିଲେ, ତାଙ୍କ ଭାଇ ବନ୍ଧୁ ଥିଲେ, ତାଙ୍କ ସଖା ସହୋଦର ଥିଲେ, କେହି ନଥିଲେ। ଜନ୍ମରୁ ଶୂନ୍ୟ, ଗୋଟେ ନିଃସହାୟ ଲୋକ ଭଳିଆ ରାତିରେ ଲୁଚି ଛପିକି ସବୁ ପ୍ରଭୁ ପଳାଉଛନ୍ତି ଗୋଟେ ଗୋପପୁର, ଅଜଣା ବିଜଣା ଲୋକ ଗୋଟେ ସ୍ଥାନକୁ। ସେଠାରେ ପୁଣି ସେ ନୂଆ ତିଆରି କଲେ, ଲୋକମାନଙ୍କୁ ସାଙ୍ଗସାଥି ହେଲେ, ଲୋକମାନଙ୍କୁ ସେଠି ତାଙ୍କୁ ବାପା ମା ମିଳିଲା, ଆଉ ସେଠି ତାଙ୍କୁ ସାଙ୍ଗସାଥି, ତାଙ୍କୁ ଭଲ ପାଇବା ଲୋକଙ୍କର କିଛି ଅଭାବ ରହିଲା ନାହିଁ। ପୁଣି ଶେଷରେ ସେ ଦ୍ୱାରକା ନିର୍ମାଣ କରି ପୁଣି ରାଜାଧିରାଜ ହେଲେ ବିଶ୍ୱ ବ୍ରହ୍ମାଣ୍ଡ। କର୍ଣ୍ଣ ମଧ୍ୟ ଜିରୋରୁ ହିରୋ, ତା ପାଖରେ ମଧ୍ୟ ଜନ୍ମ ହେଲା ବେଳେ କିଛି ନଥିଲା। ପାଣ୍ଡବମାନେ ମଧ୍ୟ ଜିରୋ ଥିଲେ। ସିଏ ଯେତେବେଳେ ଜନ୍ମ ହେଲେ ସେତେବେଳେ ମଧ୍ୟ ତାଙ୍କ ବାପା ରାଜା ନଥିଲେ, ସିଏ ଅରଣ୍ୟରେ ରହୁଥିଲେ। ତେଣୁ ବନବାସୀ ଅରଣ୍ୟରେ ଯେତେ ରୁହନ୍ତୁ ବା ସୁଦାମା ହଉ, ଯେତେ ସବୁ ପ୍ରଭୁଙ୍କର ଭକ୍ତ ଅଛନ୍ତି, ସମସ୍ତେ ଶୂନ୍ୟ, ତା ପଛରେ ହେଇଛନ୍ତି ପୂର୍ଣ୍ଣ। ତେଣୁ ସେ ହେଉଛନ୍ତି ଶୂନ୍ୟ ବ୍ରହ୍ମ, ସେ ହେଉଛନ୍ତି ଠୁଳ ବ୍ରହ୍ମ, ସେ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ। ଯଦି ଆମେ ମହାଭାରତର 3 ଜଣଙ୍କ କଥା କହିବା, ଜଣେ ହେଉଛନ୍ତି ମହାମହିମ ଭୀଷ୍ମ, ଜଣେ ହେଉଛନ୍ତି ଦ୍ରୋଣ, ଆଉ ଜଣେ ହେଉଛନ୍ତି କର୍ଣ୍ଣ। କର୍ଣ୍ଣଙ୍କ କଥା ତ କହିଥିଲେ। କର୍ଣ୍ଣଙ୍କୁ ବିଜୟ ଧନୁଷ ତାଙ୍କ ହାତରେ ଥିବା ପର୍ଯ୍ୟନ୍ତ ତାଙ୍କୁ କେହି ବି ବିନାଶ କରିପାରିନଥାନ୍ତେ। ପୁନଶ୍ଚ ପ୍ରଭୁ ଯେହେତୁ ଗୋଟେ ପକ୍ଷରେ ରହୁଛନ୍ତି, ଅବଶ୍ୟ ଲୋକଲୋଚନକୁ ସେ ଆସୁନାହାନ୍ତି। ସେ କହୁଛନ୍ତି ଯେ ମୁଁ ଅସ୍ତ୍ର ଧରି ନାହିଁ କି ଧରିବି ନାହିଁ। କିନ୍ତୁ ଅସ୍ତ୍ର କହିଲେ କ'ଣ ଖାଲି ବିଭିନ୍ନ ପ୍ରକାର ଧାତୁରେ ନିର୍ମାଣ ହୋଇଥିବା ମନ୍ତ୍ରଯନ୍ତ୍ର ତନ୍ତ୍ର? ସର୍ବଶକ୍ତିର ଆଧାର ଯିଏ ହେଉଛନ୍ତି ଭଗବାନ ସୂର୍ଯ୍ୟ, ସେ ପରା ତାଙ୍କ ନେତ୍ର। ଏମିତି କୋଟି କୋଟି ସୂର୍ଯ୍ୟଙ୍କର ତେଜ ତାଙ୍କ ପ୍ରଭୁଙ୍କ ପାଖରେ ଅଛି। ତେଣୁ ସିଏ ଯେଉଁ ପକ୍ଷରେ ରହିବେ ସେ ପକ୍ଷ ନିଶ୍ଚିତ ଜିତିବ। ତେଣୁ କର୍ଣ୍ଣ ସେଇ କଥା କହିଲା ଯେ ପ୍ରଭୁ ଯେଉଁଠି ଚକ୍ରଧାରୀ ଶ୍ରୀକୃଷ୍ଣ ଯେଉଁ ପକ୍ଷରେ ଅଛନ୍ତି, ମୋ ଭଳିଆ 1000 କର୍ଣ୍ଣ ଆସିଲେ କ'ଣ ତାକୁ ହରେଇ ଦେବ? ପ୍ରଭୁ ସେଠି ତାଙ୍କ ଆଖିରୁ ଲୁହ ଧାର ଧାର ହେଇକି ଝରିଯାଇଛି କର୍ଣ୍ଣଙ୍କ ପାଇଁ। କେଉଁ ଭଳିଆ ଗୋଟେ ଯୋଦ୍ଧାର ଆଜି ବିନାଶ ହେଉଛି। ତ ସମୟ କାଳଚକ୍ର ତାଙ୍କର କୀର୍ତ୍ତିକୁ ବିନାଶ କରିପାରିବ ନାହିଁ। ତେଣୁ ସେମିତି ଆଚାର୍ଯ୍ୟ ଦ୍ରୋଣ, ଗୁରୁ ଦ୍ରୋଣ, ସିଏ ମଧ୍ୟ ଜନ୍ମରୁ ମାନେ ସେ ପ୍ରଥମେ ଶୂନ୍ୟ ଥିଲେ, ଜିରୋ। ତାଙ୍କ ପାଖରେ ମାନେ ଖାଇବାକୁ ମଧ୍ୟ ନଥିଲା। ତାଙ୍କ ପୁଅକୁ ଟିକେ ଯେଉଁ ଦୁଗ୍ଧ କିଣିକି ଦେବା ପାଇଁ ମଧ୍ୟ ପଇସା ନଥିଲା, ଭିକ୍ଷୁକ ଜୀବନଯାପନ କରୁଥିଲେ। ତେଣୁ ସିଏ ମଧ୍ୟ ଜିରୋରୁ ପୁଣି ଧନ ଧାନ୍ୟର ପ୍ରାଚୁର୍ଯ୍ୟ ହେଲା, କିନ୍ତୁ ଅଧର୍ମ ପକ୍ଷରେ ରହିଥିବାରୁ ତାଙ୍କର ବିନାଶ ହେଲା। ମହାମହିମ ଭୀଷ୍ମ, ସିଏ ମଧ୍ୟ ଜନ୍ମରୁ ଶୂନ୍ୟ ଥିଲେ। ଆପଣ ଭାବୁଥିବେ ସେ ତ ଜଣେ ହସ୍ତିନାପୁରର ରାଜକୁମାର ଥିଲେ, କିନ୍ତୁ ଜନ୍ମ ହେଲାବେଳେ ସେ ରାଜକୁମାର ନଥିଲେ। ଜନ୍ମ ହେଲାବେଳେ ମା ଗଙ୍ଗା ଦେବୀଙ୍କ ପାଖରେ ଥିଲେ ଜଣେ ସାମାନ୍ୟ ସାଧାରଣ ପ୍ରଜା ଭଳିଆ ବେଶଭୂଷା ହେଇ। ସେ ତାଙ୍କୁ କୌଣସି ରାଜକୀୟ ମା ଗଙ୍ଗା ଦେବୀ ତାଙ୍କୁ କୌଣସି ରାଜକୀୟ ଢାଞ୍ଚାରେ ଗଢ଼ି ନଥିଲେ। ତାଙ୍କୁ ସମ୍ପୂର୍ଣ୍ଣ ଜଣେ ସାଧାରଣ ଲୋକ ଭଳିଆ ସେ ତାଙ୍କୁ ଗଢ଼ିଥିଲେ ଏବଂ ଭଗବାନ ପରଶୁରାମଙ୍କ ଠାରୁ ଶିକ୍ଷା ପ୍ରଦାନ କରାଇଥିଲେ। ତେଣୁ ଭଗବାନଙ୍କର ଭକ୍ତମାନେ ସବୁ ଶୂନ୍ୟ ହିଁ ହେଇଥାନ୍ତି। ଆଉ ଶୂନ୍ୟ ନହେଲେ ଆଉ ଜଣେ ଶୂନ୍ୟଙ୍କ ସହିତ କେମିତି ସମ୍ପର୍କ ରଖିବେ, କେମିତି ଭଲ ପାଇବେ, କେମିତି ମିଶିବେ ଶୂନ୍ୟ ମହାଶୂନ୍ୟଙ୍କ ସହିତ? ତେଣୁ ଆପଣମାନେ ମଧ୍ୟ ସେମିତି ଆମର ଯେତେ ସବୁ ଦୁର୍ଗୁଣ ରହିଛି, ଅନ୍ୟକୁ ହିଂସା କରିବା, ଟାହି କରିବା, ଅନ୍ୟକୁ ଉପହାସ କରିବା, ଅନ୍ୟକୁ ସମାଲୋଚନା କରିବା, ଅନ୍ୟର ଦୋଷ ଦୁର୍ବଳତା ଦେଖିବା, ଏସବୁରୁ ଦୂରେଇ ରୁହନ୍ତୁ। ସମସ୍ତଙ୍କୁ ଭଲ ପାଆନ୍ତୁ, ପ୍ରଭୁଙ୍କୁ ଭଲ ପାଆନ୍ତୁ, ପ୍ରଭୁଙ୍କ ଭକ୍ତମାନଙ୍କୁ ଭଲ ପାଆନ୍ତୁ। ତେଣୁ ସମସ୍ତଙ୍କୁ ଆମେ ଭଲ ପାଇଲେ ଆମ ହୃଦୟ ମଧ୍ୟ ଭଲ ପାଇବାରେ ପରିପୂର୍ଣ୍ଣ ହେଇଯିବ। ଆଉ ଶୂନ୍ୟ ଥିଲେ କିଛି ଶୂନ୍ୟ କରିକି ଆଉ କିଛି ପୂର୍ଣ୍ଣ କରିବା। ପ୍ରଭୁ ପୂର୍ଣ୍ଣତମ ପୁରୁଷ, ପୂର୍ଣ୍ଣତମ ପ୍ରିୟତମ ଠାକୁରେ ଆମକୁ ଆମର କଲ୍ୟାଣ କରିବେ। ଜୟ ଜଗନ୍ନାଥ।